ସ୍ୱାମୀଙ୍କ ସହିତ କ୍ୱାର୍ଟରରେ ରହିବା ପରେ ଗୋଟେ ଜିନିଷ ତ ମୁଁ ଜାଣିଲି ଯେ କେବଳ ଆମ ଓଡ଼ିଆ ଘର, ବେଙ୍ଗଲୀ ଫ୍ୟାମିଲି ଆଉ ତା ସହିତ ବିହାରୀ ଫ୍ୟାମିଲି କେବଳ ଆମର ଏଇ 3ଟା ଫ୍ୟାମିଲିରେ ଆପଣ ପାଇଯିବେ ଭାତ ଯେଉଁମାନେ ଖାଆନ୍ତି। ହଁ, ୟୁପି ବାଲା ବି ଖାଆନ୍ତି, ୟୁପିର ଲୋକମାନେ ବି ଖାଆନ୍ତି। ଭାତ କେବଳ ଆମେମାନେ ହିଁ ଖାଉ। ବାକି ସବୁ ଜାଗାରେ ଯେମିତି ହେଇଗଲା ଦିଲ୍ଲୀ, ହରିୟାଣା, ପଞ୍ଜାବ, ଆ, ବାକି ଯେଉଁ ବି ଷ୍ଟେଟ୍‌ରେ ଆପଣ ଦେଖିନେବେ ନା ସେମାନେ ସମସ୍ତେ ଦିନରେ ହଉ, ସକାଳେ ହଉ, ରାତିରେ ହଉ 3 ଟାଇମ୍ ଯାକ ରୁଟି ଖାଆନ୍ତି। ଆମେ ଯେହେତୁ ଓଡ଼ିଆ ଲୋକ ଭାତ ଛାଡ଼ିକି ତ ରହିପାରିବାନି। ତ ଆଜି ଆମର ଲଞ୍ଚରେ ହେଇଯାଇଥିଲା ଭାତ ତା ସହିତ କହିଥିଲି ନା ମାଛର ଗୋଟେ ନୂଆ ଆଇଟମ୍ ବୋଉ ବନାଏ। ସେଇଟାର ନାଁ କ'ଣ ମୁଁ ଜାଣିନି। ବାସ୍ ଟିକେ ପିଆଜ ଅଧିକା ଥାଏ, ଟମାଟୋ ଅଧିକା ଥାଏ। ତା ସହିତ ଅଦା ରସୁଣ ଟିକେ ଛେଚିକି ପକାଇଥାଏ। ଅଦା ରସୁଣ ବିଲକୁଲ କମ୍ ପକାହବ। ତା ସହିତ ଲମ୍ବା ଲମ୍ବା କଟା ହେଇଥିବା ଗ୍ରୀନ୍ ଚିଲି ଦେଖିପାରୁଥିବେ କେତେ ବଡ଼ ବଡ଼ ସାଇଜ୍‌ର ଆଳୁ ବି ପକା ହେଇଯାଇଛି। ଆପଣ ସ୍କିପ୍ କରିପାରିବେ। ବହୁତ ଟେଷ୍ଟ ଲାଗେ। ମାଛ ଚିଲି ଟାଇପ୍‌ର ଗୋଟେ ଆଇଟମ୍। ପଖାଳ ସାଙ୍ଗରେ ଏଇଟା ସ୍ପେଶାଲି ବହୁତ ହିଁ ବଢ଼ିଆ ଲାଗେ। ତା ସହିତ ଆମର ହେଇଥିଲା ଡାଲି ଘରେ। ଦେଖନ୍ତୁ ଏଇଟା ମାଛ ମୁଣ୍ଡ ଦେଖିକି କେମିତି ଲାଗୁଛି? ପୁରା ମାନେ ଜୁସି ଜୁସି ହେଇଥିଲା। ବହୁତ ଟେଷ୍ଟ ହେଇଥିଲା। ମୋର ଏଇଟା ବହୁତ ମାନେ ପସନ୍ଦ। ହଜବେଣ୍ଡକୁ ପସନ୍ଦ ନାହିଁ, ମୋ ଭାଇ ବି ପସନ୍ଦ କରେନି କିନ୍ତୁ ମୋତେ ବହୁତ ହିଁ ବଢ଼ିଆ ଲାଗେ।